ମାଥ୍ୟୁ ଲିଖିତ ସୁସମାଚାରରୁ ପାଠ 7 ଅଧ୍ୟାୟ 1ରୁ 5 ପଦ ପର୍ଯ୍ୟନ୍ତ। ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଲେ, କାହାରି ବିଚାର କର ନାହିଁ, ତାହେଲେ ତୁମେ ମଧ୍ୟ ବିଚାରିତ ହେବ ନାହିଁ। କାରଣ ତୁମେ ଯେପରି ବିଚାର କରିବ, ସେହିପରି ତୁମେ ମଧ୍ୟ ବିଚାରିତ ହେବ। ଯେଉଁ ମାପକାଠିରେ ତୁମେ ଅନ୍ୟକୁ ମାପିବ, ସେହି ମାପକାଠିରେ ହିଁ ତୁମକୁ ମଧ୍ୟ ମପାଯିବ। ନିଜ ଆଖିର କାଠଗଣ୍ଡି ଥାଉ ଥାଉ ତୁମ ପଡ଼ୋଶୀର ଆଖିର କୁଟାଟିକୁ ଦେଖୁଛ କାହିଁକି? କିମ୍ବା ନିଜ ଆଖିରେ କାଠଗଣ୍ଡି ଥାଉ ଥାଉ ତୁମେ ପଡ଼ୋଶୀକୁ କିପରି କହିପାରିବ, ଆସ, ମୁଁ ତୁମ ଆଖିରୁ କୁଟାଟିକୁ ବାହାର କରିଦେବି? ରେ କପଟୀ, ଆଗେ ନିଜ ଆଖିର କାଠଗଣ୍ଡିଟିକୁ ବାହାର କର, ତେବେ ତୁମ ପଡ଼ୋଶୀର ଆଖିରୁ କୁଟାଟିକୁ କାଢ଼ିବା ପାଇଁ ତୁମକୁ ସ୍ପଷ୍ଟ ଭାବେ ଦେଖାଯିବ। ପ୍ରଭୁଙ୍କର ସୁସମାଚାର। ପ୍ରିୟ ବନ୍ଧୁଗଣ, ଆମମାନେ ଅନେକ ସମୟରେ ବିଚାର କରିଥାଉ। ଆମର ବିଚାରଧାରା ହିଁ ହେଉଛି ଆମମାନଙ୍କର ଦର୍ଶନ ବା ଆମମାନଙ୍କର ପ୍ରଜ୍ଞା ବା ଆମମାନଙ୍କର ବୁଦ୍ଧି। କେଉଁପରି ଆମମାନେ ବିଚାର କରୁଅଛୁ? ପ୍ରଭୁଙ୍କ ହିସାବରେ ବିଚାର କରୁଅଛୁ ନା ଏହି ପୃଥିବୀର ନିୟମ କାନୁନ ଅନୁସାରେ ଆମମାନେ ବିଚାର କରୁଅଛୁ? ଯେକୌଣସି ହିସାବରେ ବିଚାର କଲେ ମଧ୍ୟ ଯେଉଁ ମାପକାଠି ଆମମାନେ ବ୍ୟବହାର କରିବା, ସେହି ମାପକାଠିରେ ହିଁ ଆମମାନେ ମଧ୍ୟ ମପାଯିବା। ଯେଉଁ ଅର୍ଥ ଗୁଡ଼ାକ ଆମମାନେ ବ୍ୟବହାର କରିବା, ସେହି ଅର୍ଥରେ ହିଁ ଆମମାନଙ୍କୁ ମପାଯିବ ବା ବିଚାର କରାଯିବ। ତେଣୁ ଯୀଶୁଖ୍ରୀଷ୍ଟ ନିଜର ଶିଷ୍ୟମାନଙ୍କୁ କହୁଛନ୍ତି, ରେ କପଟୀମାନେ, ପ୍ରଥମେ ତମେ ନିଜର କୁଟାଟିକୁ ବା କାଠଗଣ୍ଡିକୁ ପ୍ରଥମେ ବାହାର କର, ତାପରେ ଅନ୍ୟମାନଙ୍କର କୁଟାଟିକୁ ତମେ ବାହାର କରିପାରିବ। ତେଣୁ ଯେଉଁ ନିୟମ କାନୁନ ଗୁଡ଼ାକ ପ୍ରଭୁ ଦେଇଅଛନ୍ତି, ତାହା ଆମ ହୃଦୟରେ ସେ ଲେଖିଯାଇ ଅଛନ୍ତି। କାରଣ ଆମମାନେ ଅନେକ ସମୟରେ ଭାବୁ ସେଗୁଡ଼ାକ ବାହାରେ ଅଛି, କିନ୍ତୁ ଆମ ହୃଦୟରେ 3ଟି ଆଜ୍ଞା ଏବଂ ଆମର ମନରେ ସେ 7ଟି ଆଜ୍ଞା ଲେଖିଯାଇ ଅଛନ୍ତି। ସେଥିପାଇଁ ଆମମାନେ ଏହି ଆଧ୍ୟାତ୍ମିକ ଆଜ୍ଞା ବା ପ୍ରଭୁଙ୍କର ଆଜ୍ଞା, ଏହି 10 ଆଜ୍ଞାରୁ ଆମମାନେ ଖସି ଯାଇପାରିବା ନାହିଁ। ତେଣୁ ସେହି ହିସାବରେ ଆମମାନେ ବିଚାର କରିବାକୁ ହେବ। ସେହି 10 ଆଜ୍ଞାରେ ହିଁ ଆମମାନେ ବିଚାର କରିବାକୁ ହେବ। ସେହି 10 ଆଜ୍ଞା ହିଁ ହେଉଛି ଆମମାନଙ୍କର ନୈତିକତା। ସେହି 10 ଆଜ୍ଞା ହିଁ ହେଉଛି ଆମମାନଙ୍କର ଆଧ୍ୟାତ୍ମିକତା। ସେହି ଅର୍ଥାନୁସାରେ ଆମମାନେ ବିଚାର କରିବାକୁ ହେବ। ଯଦି ଆମମାନେ ସେହିପରି ନ କରିବା, ତାହେଲେ ସେହି 10 ଆଜ୍ଞା ହିଁ ଆମମାନଙ୍କୁ ବିଚାର କରିବ। ଆମମାନେ ଅନେକ ସମୟରେ ଭାବୁଛୁ ସତ କ'ଣ, ମିଛ କ'ଣ, ଭଲ କ'ଣ, ମନ୍ଦ କ'ଣ? ପ୍ରଭୁ ହିଁ ଏଗୁଡ଼ାକ ସ୍ଥିର କରିଛନ୍ତି। ଦିନ ରାତି ସେ ସ୍ଥିର କରିଛନ୍ତି, ସମୟ ସେ ସ୍ଥିର କରିଛନ୍ତି, ଜାଗା ସେ ସ୍ଥିର କରିଛନ୍ତି, ଜୀବନ ଆମମାନଙ୍କୁ ସେ ଦେଇଛନ୍ତି। ସବୁ ପ୍ରଭୁଙ୍କର ଯୋଜନା ଅନୁସାରେ ଚାଲୁଛି। କିନ୍ତୁ ପ୍ରଭୁ ମଧ୍ୟ ଆମମାନଙ୍କୁ ଇଚ୍ଛା ଶକ୍ତି ଦେଇଛନ୍ତି। ସେହି ଇଚ୍ଛା ଅନୁସାରେ ଆମମାନେ ବିଚାର କରିବା ଉଚିତ। ଆଉ ପ୍ରଭୁ ଆମମାନଙ୍କୁ ବୁଦ୍ଧି ଦେଇଛନ୍ତି। ଆମର ବୁଦ୍ଧିମତା ଆମମାନେ ଉତ୍ତମ ରୂପେ ବ୍ୟବହାର କରିବାକୁ ହେବ। ଆମର ବୁଦ୍ଧିମତା ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ଯେପରି ଆମମାନେ ସତ୍ୟ ଜାଣିପାରିବା। ଆମମାନଙ୍କୁ ପ୍ରଭୁ ଇଚ୍ଛା ଦେଇଛନ୍ତି, ଯେପରି ଆମମାନେ ପ୍ରକୃତରେ ପ୍ରେମ କରିପାରିବା, ନିଜକୁ ପ୍ରେମ କରିବା, ପ୍ରଭୁଙ୍କୁ ପ୍ରେମ କରିବା, ପ୍ରଭୁଙ୍କର 10 ଆଜ୍ଞା ମାନିବା, ପ୍ରଭୁଙ୍କର ନୈତିକତାକୁ ମାନିବା, ପ୍ରଭୁ ଯାହାକୁ ଭଲ କହିଛନ୍ତି ତାହାକୁ ଭଲ କହିବା, ଆଉ ପ୍ରଭୁ ଯାହାକୁ ମନ୍ଦ କହିଛନ୍ତି ତାହାକୁ ଆମମାନେ ମନ୍ଦ କହିବା। ପ୍ରଭୁ ଯାହାକୁ ଜୀବନ କହିଛନ୍ତି ତାହାକୁ ଆମେ ଜୀବନ କହିବା, ଆଉ ପ୍ରଭୁ ଯାହାକୁ ମୃତ୍ୟୁ କହିଛନ୍ତି ତାହାକୁ ମୃତ୍ୟୁ କହିବା। ପ୍ରଭୁ ଯାହାକୁ ପୁନରୁତ୍ଥାନ ବୋଲି କହିଛନ୍ତି, ସେହି ପୁନରୁତ୍ଥାନକୁ ମଧ୍ୟ ଆମମାନେ ବିଶ୍ୱାସ କରିବା। ହେଲେ ଏହିପରି ଭାବରେ ପ୍ରଭୁ ଆମମାନଙ୍କୁ ବିଚାର କରିବେ। ଯେତେ ସବୁ ଅର୍ଥ ଅଛି, ଯେତେ ସବୁ ଭାଷା ଅଛି, ଯେତେ ସବୁ ବୁଦ୍ଧି ଅଛି, ଯେତେ ସବୁ ବିଚାରଧାରା ଅଛି, ପ୍ରଭୁ ସେହି ବିଚାରଧାରା ଅନୁସାରେ ଆମମାନଙ୍କୁ ବିଚାର କରିବେ। ଆମେ ଯେମିତି ମାପିବା, ପ୍ରଭୁ ଆମମାନଙ୍କୁ ସେହିପରି ମାପିବେ। ଏବେ ସମୟର ମାପ ଆମମାନେ କରିଛୁ। ସେକେଣ୍ଡ, ମିନିଟ୍, ଘଣ୍ଟା, ଦିନ, ବର୍ଷ ଆଉ ଆଲୋକ ବର୍ଷ। ହେଲେ
ଏହିପରି ସମୟକୁ ଆମମାନେ ମାପୁଅଛୁ, ଜାଗାକୁ ଆମମାନେ ମାପୁଅଛୁ ସେଣ୍ଟିମିଟର, ମିଟର, କିଲୋମିଟର ହିସାବରେ। ଆଉ ସେହିପରି ଜଳକୁ ବା ତରଳ ପଦାର୍ଥକୁ ଆମମାନେ ମାପୁଅଛୁ ମିଲିଲିଟର, ଲିଟର। ହେଲେ ଏହିପରି ଭାବରେ ଆମମାନେ ସବୁ ମାପୁଅଛୁ। ହେଲେ ଏଇଗୁଡ଼ାକ ସବୁ ଆମେ ମାପୁଅଛୁ। ପ୍ରଭୁ ବି ଆମମାନଙ୍କୁ ମାପ ଦେଇଛନ୍ତି, ଆମେ ବି ମାପୁଅଛୁ। ହେଲେ ସେହିପରି କ୍ଷମା ଦେବା, ପ୍ରେମ କରିବା, ପ୍ରାର୍ଥନା କରିବା, ଏଗୁଡ଼ାକ ମଧ୍ୟ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି ମାପିବା ପାଇଁ। ହେଲେ ଆମେ ସବୁକିଛିକୁ ମାପିଥାଉ, ଖାଦ୍ୟକୁ ମାପିଥାଉ, ବିଷକୁ ମାପିଥାଉ। ହେଲେ ଭଲ କେଉଁଟା ତାହାକୁ ଆମେ ମାପିଥାଉ, ମନ୍ଦକୁ ମଧ୍ୟ ଆମମାନେ ମାପିଥାଉ। ଏହିପରି ଭାବରେ ଆମମାନେ ସବୁ କାର୍ଯ୍ୟ କରିଥାଉ। କିନ୍ତୁ ଆମମାନେ ଅନେକ ସମୟରେ ବେଳେବେଳେ ହୃଦୟ ଭିତରେ ଗୋଟିଏ କଥା ଆଉ ବାହାରେ ଗୋଟିଏ କଥା। ସେଥିପାଇଁ ହିଁ ପ୍ରଭୁ ଆମମାନଙ୍କୁ କହିଛନ୍ତି ରେ କପଟିମାନେ। କାରଣ ଆମମାନେ ପ୍ରଭୁଙ୍କ ଠାରୁ ଖସି ପାରିବା ନାହିଁ। କାହିଁକି? ପ୍ରଭୁ ଆମମାନଙ୍କର ନୈତିକତା ଆମ ହୃଦୟରେ ହିଁ ସେ ଲେଖି ଯାଇଅଛନ୍ତି। ଆମର ବୁଦ୍ଧିଟା, ଜ୍ଞାନଟା ପ୍ରଭୁ ଆମର ମନରେ, ମସ୍ତିଷ୍କରେ ହିଁ ଦେଇଅଛନ୍ତି। ତେଣୁ ଏଗୁଡ଼ାକ ଆମମାନେ ଗୋଟିଏ ହୃଦୟରେ ରଖୁଛୁ ଆଉ ଗୋଟିଏ ବାହାରେ ବ୍ୟବହାର କରୁଛୁ। ସେଥିପାଇଁ ହିଁ ପ୍ରଭୁ ଆମମାନଙ୍କୁ କହୁଛନ୍ତି କପଟି ବୋଲି। ହେଲେ ଏହିପରି ଭାବରେ ଆମମାନେ ଦୁଷ୍କର୍ମ କରିଥାଉ, ପାପ କରିଥାଉ, କପଟତାର କାମ କରିଥାଉ, ବିଶ୍ୱାସଘାତକତା କରିଥାଉ, ସତ୍ୟର ବିଶ୍ୱାସଘାତକତା କରିଥାଉ। ତେଣୁ ଆସନ୍ତୁ ବିଶେଷ କରି ଆମମାନେ ନିଜକୁ ଯେପରି ବିଚାର କରିବା, ସେହିପରି ଅନ୍ୟମାନଙ୍କୁ ବିଚାର କରିବା। ଆଉ ବିଚାର କରିବାର ମାନଦଣ୍ଡ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। ଯେଉଁ ମାପରେ ଆମମାନେ ମାପିବା, ସେହି ମାପରେ ପ୍ରଭୁ ଆମମାନଙ୍କୁ ମାପିବେ। କିନ୍ତୁ ପ୍ରଭୁ ନିଜେ ଆମମାନଙ୍କୁ ମାପିବାର ମାନଦଣ୍ଡ ଦେଇଛନ୍ତି। ଆଉ ତାହାଙ୍କର ମାନଦଣ୍ଡ ହେଉଛି 10 ଆଜ୍ଞା। ପ୍ରଭୁଙ୍କର 10 ଆଜ୍ଞା। ପ୍ରଥମ 3ଟି ଆଜ୍ଞା ହେଉଛି ସର୍ବୋତ୍ତମ ପ୍ରଭୁଙ୍କୁ ପ୍ରେମ କରିବା ପାଇଁ। ଆଉ ଶେଷ 7ଟି ଆଜ୍ଞା ହେଉଛି ପ୍ରତିବାସୀକୁ ସେହି ପ୍ରେମରେ ପ୍ରେମ କରିବା ପାଇଁ। ବା ନିଜେ ଆମେ ଯେମିତି ନିଜକୁ ପ୍ରେମ କରୁଛୁ, ସେହିପରି ଅନ୍ୟକୁ, ପ୍ରତିବେଶୀକୁ ପ୍ରେମ କରିବା ପାଇଁ। ନିଜକୁ ଆମମାନେ ଯେପରି ବିଚାର କରୁଅଛୁ, ସେହିପରି ପ୍ରତିବାସୀକୁ ମଧ୍ୟ ବିଚାର କରିବା ପାଇଁ। ଆମେ ଯଦି ବିଚାର କରିବା, ଆସନ୍ତୁ ଠିକରେ ବିଚାର କରିବା। ପ୍ରଭୁ ଯେମିତି ଆମକୁ ବିଚାର କଲେ, ସେହିପରି ବିଚାର କରିବା।